ଦୁନିଆରେ ସମସ୍ତେ ଏହି କଥା ଜାଣିବା ନିହାତି ଜରୁରୀ। ଯଦି ଆପଣଙ୍କ ଶରୀରରେ କମଜୋରି ଅନୁଭବ ହୁଏ, ଆପଣ ସାଲାଡ଼ରେ ବିଟ୍ ଖାଆନ୍ତୁ। ମୁଣ୍ଡରେ ଦେଶୀ ଘିଅ ମାଲିସ କଲେ ଦିମାଗକୁ ତାକତ ମିଳିଥାଏ। ରୁଟିକୁ କ୍ଷୀରରେ ଭିଜେଇକି ଖାଇଲେ ଶରୀରକୁ ତାକତ ମିଳିଥାଏ। ସକାଳୁ ଖାଲି ପେଟରେ ପାଣି ପିଇବା ସମୟରେ ପାଣିରେ ଟିକିଏ ମହୁ ମିଶେଇକି ପିଇଲେ ହଜମ ଠିକ୍ ରହିଥାଏ। କିସମିସ ଖାଇଲେ କାଶ ହୋଇନଥାଏ। ମାଟି ପାତ୍ରରେ ପାଣି ପିଇଲେ ମୋଟାପା କମି ଯାଇଥାଏ। କଳା ଅଙ୍ଗୁର ଖାଇଲେ ଚେହେରାରେ ରଙ୍ଗ ସଫା ହୋଇଥାଏ ଏବଂ ଚେହେରାର ଚମକ ଆସିଥାଏ। ଜିରା ଖାଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ ଏବଂ ବଦହଜମ ଦୂର ହୋଇଯାଏ। ଲେମ୍ବୁ ସେବନ ପେଟ ପାଇଁ ବହୁତ ଫାଇଦା ହୋଇଥାଏ। ଏହାର ସେବନ ଜରୁରୀ କରନ୍ତୁ। ଦହି ଯେବେ ବି ଖାଉଛନ୍ତି କୌଣସି ଗରମ ଜିନିଷ ସହିତ ଖାଆନ୍ତୁ ନାହିଁ। ଯଦି ଆପଣ ପରିବାକୁ ତାଜା ରଖିବାକୁ ଚାହୁଁଛନ୍ତି ତ ଆପଣ ପାଣିରେ ଟିକିଏ ଭିନେଗାର ମିଶେଇକି ସେହି ପାଣିକୁ ପରିବା ଉପରେ ଛିଞ୍ଚି ଦିଅନ୍ତୁ। ଚେହେରାରେ ଟମାଟୋ ରସ ଲଗେଇଲେ ଚେହେରାରେ ନିଖର ଆସିଥାଏ ଏବଂ ଚେହେରା ସଫା ହୋଇଯାଇଥାଏ। ଅଧିକ ଥଣ୍ଡା ଲସି ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ। ପାଣିରେ କଞ୍ଚାଲଙ୍କା ଫୁଟେଇକି ପିଇଲେ ଜ୍ୱର ଖସି ଯାଇଥାଏ। ଯିଏ ରାତିରେ ବହୁତ ସମୟ ପର୍ଯ୍ୟନ୍ତ ଅନିଦ୍ରା ରୁହେ ତାର ଡିପ୍ରେସନ ହେବାର ଆଶଙ୍କା ଥାଏ। ସପ୍ତାହରେ ଗୋଟେ ଥର ତେଲରେ ଶରୀରକୁ ଜରୁର ମାଲିସ କରନ୍ତୁ। ଏଥିରେ ଶରୀର ଫୁର୍ତ୍ତି ଲାଗିଥାଏ। ଅଧିକ ଲୁଣ ଖାଇଲେ ହାଡ଼ ସବୁ କମଜୋର ହୋଇଯାଇଥାଏ। ତୁଳସୀ ପତ୍ର ଚୋବାଇଲେ ପରିସ୍ରା ପୋଡ଼ାରୁ ଆରାମ ମିଳିଥାଏ। ଯଦି ଆପଣଙ୍କୁ ଭୋକ ଲାଗୁନି କି ଭୋକ ଲାଗିଲେ ବି ଇଚ୍ଛା ହେଉନି ଖାଇବା ପାଇଁ ତ ଆପଣ ଗୁଡ଼ ସେବନ କରନ୍ତୁ। ଭାତ ସବୁବେଳେ କମ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ନେକ୍ସଟ ଭିଡ଼ିଓରେ ପୁଣି ଆସିବି।